ଏବେ ଆସିଲା ବଡ଼ ଖବର 150 କ୍ୱିଣ୍ଟାଲ ତଳକୁ ଧାନ ବିକୁଥିବା ଚାଷୀଙ୍କୁ ମିଳିବ 3100 ଟଙ୍କା ଆଉ ମିଳିବନି କାହାକୁ ଦେଖନ୍ତୁ ଏ ଭିଡ଼ିଓ ମାଧ୍ୟମରେ ଜାଣିପାରିବେ। ତେବେ ଟୋକନ ସମସ୍ୟା କଟନୀ ଛଟନୀ ଭଳି ସମସ୍ୟାକୁ ନେଇ ଚାଷୀ ଅସନ୍ତୋଷ ଲାଗି ରହିଥିବା ବେଳେ ନିଆଁରେ ଘିଅ ଢାଳିଛନ୍ତି ଯୋଗାଣ ମନ୍ତ୍ରୀ। 150 କ୍ୱିଣ୍ଟାଲ ତଳକୁ ଧାନ କିଣା ହେଉଥିବା ଚାଷୀଙ୍କୁ ମିଳିବ 3100 ଟଙ୍କା, ବାକି ଚାଷୀ ପାଇବେ 2300 ଟଙ୍କା। ମନ୍ତ୍ରୀଙ୍କ ଏପରି ବୟାନ ଚାଷୀଙ୍କୁ ନିରାଶ କରିଛି। ସେପଟେ ଧାନ କିଣାକୁ ନେଇ ରାଜନୀତି ଲାଗି ରହିଛି। ବିଜେଡି କହିଛି ଏମ୍ଏସ୍ପିକୁ ନେଇ ସରକାର ଫେଲ୍, 18 ଜିଲ୍ଲାରେ ମିଲରଙ୍କ ପାଖରୁ ଧାନ ସଂଗ୍ରହ ହୋଇନାହିଁ। ପୁଣି ସେପଟେ ଜବାବ ରଖିଛି ବିଜେପି, କହିଛି ସରକାର ଚାଷୀଙ୍କୁ ବୋନସ୍ ଦେବା ପରେ ଧାନ ଚାଷ ବଢ଼ିଛି। ପୂର୍ବ ସରକାର 100 ଟଙ୍କା ବୋନସ୍ କହି 24 ବର୍ଷ ଧରି ଟଙ୍କାଟିଏ ବି ଦେଇନଥିଲା। ସବୁଠି ଧାନ କିଣାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ, କେଉଁଠି ଟୋକନ ତ କେଉଁଠି ଧାନ ବିକ୍ରି ଟଙ୍କାକୁ ନେଇ ଚାଷୀ ହନ୍ତସନ୍ତ ହେଉଛନ୍ତି। ଚାଷୀଙ୍କ ସମସ୍ୟାକୁ ନେଇ ନବରଙ୍ଗପୁରରେ ଚକ୍କାଜାମ୍ କରିଛି ବିଜେଡି। ଖୋର୍ଦ୍ଧାରେ ପୂଜାର୍ଚ୍ଚନା ପରେ ମଣ୍ଡି ଖୋଲିଥିବାରୁ ଚାଷୀଙ୍କ ମଧ୍ୟରେ ଉତ୍ସାହ କହିଲେ ନ ସରେ। ଏସବୁ ଭିତରେ ମନ୍ତ୍ରୀଙ୍କ ବୟାନ ଚାଷୀଙ୍କ ଦ୍ୱନ୍ଦ୍ୱକୁ ବଢ଼ାଇ ଦେଇଛି।